ଯେତେ ଦିନ ଗଡ଼ି ଚାଲିଛି ସେତେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କୁଆଡ଼େ ଗଲେ ଅଭିନେତା ଉତ୍ତମ ମହାନ୍ତି। ଆପଣ ଜାଣିଥିବେ କିଛି ଦିନ ତଳେ ଭେଟେରାନ୍ ଆକ୍ଟର ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା। ଆଉ ସେ ଭୁବନେଶ୍ୱର ଘରେ ହସ୍ପିଟାଲ ହେଉଥିଲେ ଚିକିତ୍ସା। ତେବେ ତୁରନ୍ତ ତାଙ୍କ ଦେହ ଅବସ୍ଥାରେ ଅସୁବିଧା ହେବାରେ ତାଙ୍କୁ ନିଆଯାଇଥିଲା ଦିଲ୍ଲୀ। ତେବେ ଦିଲ୍ଲୀର ଗୋଟିଏ ବଡ଼ ଘରୋଇ ହସ୍ପିଟାଲରେ ଗୋଟେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଅଭିନେତା ଉତ୍ତମ ମହାନ୍ତି। ଏ ଭିତରେ ଆସୁଛି କିଛି ବଡ଼ ଅପଡେଟ୍। ଡକ୍ଟରମାନେ କହୁଛନ୍ତି କି ଉତ୍ତମ ମହାନ୍ତିଙ୍କ ସମ୍ପୂର୍ଣ୍ଣ ଲିଭରଟି ନଷ୍ଟ ହୋଇଯାଇଛି ଆଉ ପୁଣି ଥରେ ତାଙ୍କର ଲିଭର କରାଯିବ ପ୍ରତିରୋପଣ। ତେବେ ଏଥିପାଇଁ ମିଳୁନାହାନ୍ତି ଡୋନର। ତେବେ ସୂଚନା ଆସୁଛି କି ଅଭିନେତା ଉତ୍ତମ ମହାନ୍ତିଙ୍କୁ ପୁଣି ଥରେ ତାଙ୍କ ଲିଭର ଦେବେ ପୁଅ ବାବୁସାନ। ତେବେ ବାବୁସାନ କେଉଁଦିନ ଲିଭର ଦେବେ ଆଉ କେଉଁଦିନ ପୁଣି ଥରେ ସୁସ୍ଥ ହେବେ ଅଭିନେତା ଉତ୍ତମ ମହାନ୍ତି ତାହାକୁ ନେଇ ବର୍ତ୍ତମାନରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସମସ୍ତେ କହୁଛନ୍ତି କି କେବେ ଫେରିବେ ଉତ୍ତମ ମହାନ୍ତି। ଓଡ଼ିଶାର ସମସ୍ତ ଲୋକମାନେ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି ଉତ୍ତମ ମହାନ୍ତି ଫେରି ଆଣନ୍ତୁ ତାଙ୍କ ଘର।